ଶେଷ ଦର୍ଶକ ଆଚ୍ଛା କୋଉଠି କାହାକୁ କେମିତି କଥା କହିବାକୁ ଆମେ ଜାଣିବୁ ମୋର ପ୍ରିୟମାନେ ଯୁବତୀମାନେ ଆଚ୍ଛା ଶୋଇଯିବେ ଯେତେ ଜଣ ମୁଁ ଆପଣଙ୍କୁ ଯେତେ ଜଣ ଝିଅ ମାନେ ବା ପୁଅ ମାନେ ଉଠିକି ଯାଇଛନ୍ତି କେହି ଶୋଇନଥିବେ ମୁଁ 100% ଗ୍ୟାରେଣ୍ଟି ଦେଇ କହିବି ଆଉ ୟୁଟ୍ୟୁବ ଦେଖୁଛନ୍ତି 100% କହିବି ଯେତେ ଜଣ ମାଇକରେ ଶୁଣୁଛନ୍ତି ସଦାପ୍ରଭୁଙ୍କ ବାକ୍ୟ ଶୁଣିବାରେ ଯେଉଁ କର୍ଣ୍ଣ ଫେରାଏ ତାର ପ୍ରାର୍ଥନା ମଧ୍ୟ ଗ୍ରହଣର ବିଷୟ ଆଚ୍ଛା ତାର ପ୍ରାର୍ଥନା ଶୁଣାଯିବ ନାହିଁ ନାଇଁ ଯୋଉମାନେ ଶୁଣୁଛ ଘରେ ଯାଇକି ୟୁଟ୍ୟୁବ ଦେଖୁଛ ଫେସବୁକ୍ ଦେଖୁଛ ପାଲା ଆଚ୍ଛା ପାଲାର ଶ୍ରୋତା ଥାନ୍ତି ପାଲାର ଦର୍ଶକ ନଥାନ୍ତି ଆପଣମାନେ ଘରେ ଯାଇକି ଶୁଣନ୍ତୁ ପାଲା ଶୁଣନ୍ତୁ ଆଜ୍ଞା ପାଲା ଶୁଣିବା ଦ୍ୱାରା ଆପଣମାନଙ୍କର ଉପକାର ହବ ମୁଁ କହିଛି ପାଲାର ଫିଲୋସଫି ତୃତୀୟ ଆଉ ଗୋଟେ ପି କହିବି ପି ଫର୍ ପାଷ୍ଟର ଆଉ ଗୋଟେ ପି କହିବି ପି ଫର୍ ପପୁଲାର ହଉଛି ପାଲା ଆଚ୍ଛା ଆପଣମାନଙ୍କ ସକାଶୁ ମୋ ସକାଶୁ ପାଲା ଧ୍ୱଂସ ବି ପାଲାର ପ୍ରଚାର କରିବାକୁ ଆଜ୍ଞା ମୋ ଭାଇ ଯେତିକି ଗାଇଛନ୍ତି ମୁଁ ଗାଇବି ବିପଦ କହିବି ନିଶ୍ଚିତ କିନ୍ତୁ ପାଲାରେ ଆପଣମାନେ ଦେଖନ୍ତୁ ଗୋଟେ ଟିଭି ଖୋଲି ଦିଅନ୍ତୁ ମୁଁ କହିବାକୁ ମୋ ପାଖରେ ପଶିବାକୁ ବି ଲାଜ ଲାଗିବ ଆଚ୍ଛା ଗୋଟେ କଥା ଶୁଣିବ ଶୁଣିଲି ଆସ କହିବା ଲୋକକୁ ନ ଲଗାଇ କିଛି ଶୁଣିବା ଲୋକକୁ ନ ଲଗାଇ କିଛି କହିବା ଲୋକକୁ ଲାଜ ଆପଣମାନେ ଦେଖନ୍ତୁ ଯାହା ଶୁଣିଛନ୍ତି ଟିଭିରେ ତାକୁ ଆସିକି ମୋ ଆଗରେ କହିପାରିବେ ନାଇଁ ଯାହା ଦେଖିଛନ୍ତି ଟିଭିରେ ତାକୁ କହିପାରିବେ କାହିଁକି କହିଲେ ଆପଣମାନେ ପଛର ପଟକୁ ଯାଇଥିଲେ ଆଚ୍ଛା ବାପ ପୁଅ ଯଦି ବସିକି ଟିଭି ଦେଖୁଥିବ ତାର ବାପା ବାଧ୍ୟ ପୁଅର ଆଖିରେ ହାତ ଦେଇଦେବ ମା ଝିଅ ଯଦି ବସିକି ଆଖିରେ ହାତ ଦେଇଦେବ କିନ୍ତୁ ପାଲାରେ ତୋ ଅର୍ଥ ଅଶ୍ଳୀଳତାର ପ୍ରଶ୍ରୟ ସମସ୍ତେ ଏକାଠି ବସିକି ଦେଖିବେ ବାପା ବସିବ ପୁଅକୁ ବାପା ଡାକିବ ବାପା ପୁଅର ସମ୍ପର୍କ କି ପ୍ରକାର ହେବ ଏଇ ପାଲାରେ ଅଛି ଆଜ୍ଞା ଝିଅର ସମ୍ପର୍କ ପୁଅର ସମ୍ପର୍କ ଆଜ୍ଞା ଯେତେବେଳେ ସମୟ ଦେବେ ଆପଣମାନେ ପାଲା ଆମର ପାଲାବାଲା ନୂଆ ନୂଆ ଭାଇମାନେ ବାହାରୁଛନ୍ତି ତାদের ତାକୁ ବାହାରିଲେଣି ତାଙ୍କୁ ଡାକନ୍ତୁ ନୂତନ ବିବରଣ ଶିଖୁଛନ୍ତି ସେ ଗୋଟେ ଦିନ ପାଲା ଗାଇବେ ନୂତନ ବିବରଣ ଶାଶୁ ନଈବି ଉତ୍ତର କହିକି ସମ୍ପର୍କ ଥିଲା ତେଣୁ କଣ ହେଲା ବଡ ଦେଲା ବହି